କାନ୍ଦୁଛ ତମେ, ମୁଁ ଜାଣେ। ଆଜି ତୁମ ଆଖିରୁ ଲୁହ ଝରୁଛି, ମୁଁ ଜାଣେ। ଆଜି ତୁମେ ଦୁଃଖରେ ଆଜି ଲୁହ ଝରଉଛ, ମୁଁ ଜାଣେ। ମାତ୍ର ସେହି ଲୁହ ଜଳସେଚନ ସମସ୍ୟାରେ, ଅଭାବରେ, କଷ୍ଟ ଉପରେ ପଡ଼ି ଆସନ୍ତାକାଲି ଆନନ୍ଦ, ଶାନ୍ତି ଓ ପ୍ରେମର ବୀଜ ବୁଣିଦେବ। ତାହା ବଢ଼ି ଉଠିବ ଆସନ୍ତାକାଲି ଏବଂ ଜୀବନ ରାସ୍ତା ଆନନ୍ଦମୟ ହେବ। ତୁମେ ବଞ୍ଚିଛ ମାନେ ତୁମକୁ ଜୀବନ ଦେଇ ବଞ୍ଚେଇ ରଖାଯାଇଛି ସ୍ୱପ୍ନକୁ ପୂରା କରିବା ପାଇଁ, ନିଜର ପରିଚୟ ତିଆରି କରିବା ପାଇଁ, ନିଜର ଜୁନୁନ ଦେଖେଇବା ପାଇଁ, ନିଜର ତାକତ ଦେଖେଇବା ପାଇଁ, ଆଗକୁ ବଢ଼ିବାର ହୌସଲା ଆଉ ଦୁନିଆକୁ ସାମ୍ନା କରିବାର ତାକତ। ଏହା ଆଜି ତୁମ ଜୀବନର ଅଂଶ ହେବା ଉଚିତ। ଯେତେ ଦିନ ପର୍ଯ୍ୟନ୍ତ ତୁମର ଜୁନୁନ, ଏହି ଜୁନୁନ ତୁମ ପାଖରେ ଅଛି, ଜୀବନର ଦୌଡ଼, ଜୀବନର ରେସ୍ ଏମିତି ଚାଲୁଥିବ। ମୁଁ ଜାଣେ ତୁମେ ହାରିବ ନାହିଁ। ଯେତେ ଥର ପଡ଼ିଲେ ବି ତୁମେ ହାରିବ ନାହିଁ। ସାହସ ନଥାଉ, ଆଗରେ ରାସ୍ତା ଦେଖା ନ ଯାଉ, ବଳ ସରିଯାଉ, ତଥାପି ତୁମେ ହାରିବ ନାହିଁ। କାହିଁକି ନା ମୁଁ ଜାଣିଛି ଏହି ଜୀବନ କେବଳ ଥରୁଟିଏ ପାଇଁ, ଆଉ ଆସିବ ନାହିଁ। ଏହାକୁ ତୁମେ ଦୁଃଖ ଦେଇପାରିବ ନାହିଁ। ନିଶ୍ଚୟ ଜିତିବ। କାହିଁକି ଜାଣିଛ? ହାତରେ ମୁଠାରେ ଆଶା ନେଇ ତୁମେ ଆଗକୁ ଦୌଡୁଛ, ନ ଶୋଇ ସ୍ୱପ୍ନ ଦେଖୁଛ, ନ ଶୋଇ ତୁମେ ଆଗକୁ ମାରି ଚାଲିଛ। ମୋର ବନ୍ଧୁ, ଅନ୍ଧାର ପରେ ନୂଆ ଆଲୋକ ଆସେ, ଆଉ ସକାଳ ହେଲେ ଜଗତ ଆଲୋକିତ ହୁଏ। ତୋଫାନ ଆସିଲା ପରେ ପୁଣି ଆକାଶ ନିର୍ମଳ ହୁଏ, କଳା ମେଘ ଘୁଞ୍ଚିଯାଏ। ଠିକ୍ ଏହିପରି ପ୍ରତ୍ୟେକ ମନୁଷ୍ୟ ଯେ ଆଜି ଭାଙ୍ଗି ଯାଇଛି, ସେଇ ଭଙ୍ଗା ମନୁଷ୍ୟ ମଧ୍ୟରେ ମଧ୍ୟ ପୁଣି ବଳ ଆସେ, ସାହସ ଆସେ। ଦୁଃଖ ଆସିବ, ହାରି ହୋଇଯିବ, ଲୋକମାନେ ଆସିବେ, ଲୋକମାନେ ଯିବେ, ତୁମକୁ ତାତ୍ସଲ୍ୟ କରିବେ, ତୁମକୁ ଛାଡ଼ି ଚାଲିଯିବେ। ତଥାପି ତୁମକୁ ସେମାନେ କମଜୋର କରିବେ, କମଜୋର ଭାବିବେ, ହୀନ ଦେଖିବେ। ତଥାପି ନିଜକୁ ଆଶାହୀନ ବୋଲି ଭାବିବ ନାହିଁ, ହତାଶା ହେବ ନାହିଁ, କମଜୋର ଭାବିବ ନାହିଁ। ଦୁଃଖ ଆସିଲେ ହତାଶ ହେବ, ମନ ଭାଙ୍ଗିଯିବ, ବଳ କମିଯିବ, କିନ୍ତୁ ତୁମେ ଡର ନାହିଁ। ଯେ ତୁମକୁ ଭାଙ୍ଗୁଛି, ଭୟ କର ନାହିଁ। ଏହି କଷ୍ଟକୁ, ଏହି ଦର୍ଦ, ଏହି ଦୁଃଖ, ଏହି କଷ୍ଟ, ଏହି ସମସ୍ୟା, ଏହି ଝଡ଼, ଏହି ତୋଫାନ ଆଜି ତୁମକୁ ଲୁହରେ ଜୁଡୁବୁଡୁ କରିଦେବ, କିନ୍ତୁ ଆସନ୍ତାକାଲି ଏହି ତୋଫାନ, ଏହି ଝଡ଼ ତୁମକୁ ଲୁହା ପରି ମଜବୁତ କରିଦେବ। ଯେତେବେଳେ ତୁମକୁ କେହି ବୁଝିବେ ନାହିଁ, ସେତେବେଳେ ନିଜକୁ ବୁଝାଅ। ଯେତେବେଳେ କେହି ତୁମକୁ ବୁଝିବେ ନାହିଁ, ତୁମ ପାଖକୁ ଆସିବେ ନାହିଁ, ସେତେବେଳେ ନିଜକୁ ବୁଝାଇବା ଶିଖ। ଯେତେବେଳେ କେହି ତୁମର ସାହାରା ରହିବେନି, ଯେତେବେଳେ କେହି ତୁମକୁ ସାହାରା ଦେବା ପାଇଁ କେହି ପାଖକୁ ଆସିବେ ନାହିଁ, ସେତେବେଳେ ନିଜେ ନିଜର ସାହାରା ହୁଅ। ଏହା ହେଉଛି ବାସ୍ତବରେ, ପ୍ରକୃତରେ ଜିତିବାର ଆରମ୍ଭ। ଯେଉଁ ଲୁହ ଆଜି ତୁମ ଆଖିରୁ ଝରୁଛି, ଯେଉଁ ଅଶ୍ରୁ ଆଜି ତୁମକୁ କଷ୍ଟ ଦେଉଛି, ତାହା ତୁମକୁ ଭିତରୁ, ଅନ୍ତର ଭିତରୁ, ମନ ଭିତରୁ, ହୃଦୟ ଭିତରୁ, ଶରୀର ଭିତରୁ ତୁମକୁ ମଜବୁତ କରୁଛି। ଯେଉଁ ଧୋକା ତୁମେ ଆଜି ଖାଉଛ, ଯେଉଁ ଦୁଃଖ ଆଜି ତୁମେ ପାଉଛ, ଯେଉଁ ଯନ୍ତ୍ରଣା ଆଜି ତୁମେ ସହୁଛ,
ତାହା ତୁମକୁ ନୂତନ ରାସ୍ତା ଆଡ଼କୁ ଯିବାକୁ ତୁମକୁ ଠେଲୁଛି। ନୂତନ ଦିଗ ତାହା ତୁମକୁ ଦେଖାଉଛି। ସମସ୍ତ ଅସଫଳତା, ସମସ୍ତ ପ୍ରୟାସ ଆଜି ତୁମ ପାଇଁ ସଫଳର ବିଜୟ ବୁଣୁଛି। ଆଉ ଏହା ତୁମକୁ ଏପରି ଏକ ଜାଗାରେ ପହଞ୍ଚାଇ ଦେବ ଯାହା ଲୋକମାନେ କେବେ ଭାବି ନାହାନ୍ତି। ତେଣୁ ଏହା ହେଉଛି ତୁମର ଏକ ସମୟ, ପ୍ରତିଜ୍ଞା କରିବାର ସମୟ, ଶପଥ ନେବାର ସମୟ। ମୁଁ ହାରିବି ନାହିଁ। I will not defeat, I will win. ମୁଁ ହାରିବି ନାହିଁ, ମୁଁ ମୁଣ୍ଡ ନୁହେଁବି ନାହିଁ। ଦୁନିଆ ମତେ ଯାହା ବି କହୁ ଏଇ ଦୁନିଆ, ମୁଁ ହାରିବି ନାହିଁ, ମୁଁ ହାରିବି ନାହିଁ। ଆଉ ଏହିପରି ପ୍ରତିଜ୍ଞା ଯଦି ତୁମେ ଆଜି ନେବ, ତେବେ କୌଣସି ଲୁହ, କୌଣସି ବନ୍ଧନ, କୌଣସି ଦୁଃଖ ତୁମକୁ ଆଗକୁ ଯିବା ପାଇଁ ଅଟକାଇ ପାରିବ ନାହିଁ। ତୁମେ ଏକା ନୁହଁ, ତୁମେ କମଜୋର ନୁହଁ। ତୁମେ ହେଉଛ ଏକ ଚିଙ୍ଗାରୀ, ଏକ ନିଆଁ ଯାହା ଦିନେ ସମଗ୍ର ଜଗତକୁ ଜଳାଇଦେବ, ଜଳାଇ ଟିକ୍ ଟିକ୍ କରିଦେବ। ଯେଉଁମାନେ ତୁମକୁ ତାଚ୍ଛଲ୍ୟ କରୁଛନ୍ତି, ଯେଉଁମାନେ ତୁମକୁ ଅଟହାସ୍ୟ କରୁଛନ୍ତି, ଯେଉଁମାନେ ତୁମକୁ ହୀନ ଦେଖୁଛନ୍ତି, ସେମାନଙ୍କର ମନକୁ ଟିକ୍ ଟିକ୍ କରି ତାହା ଆସନ୍ତା ଖାଲି ଜଳାଇଦେବ। ତୁମେ ଯେତେ ବି ଦୁଃଖରେ ପଡ଼ିଥାଉ ନା କାହିଁକି, ଦୁଃଖ ଯେତେ ବି ବଡ଼ ହୋଇଥାଉ ନା କାହିଁକି, ଚିନ୍ତା କର ନାହିଁ, ଚିନ୍ତା କର ନାହିଁ। ବାସ୍ କେବଳ ତୁମେ ତୁମ ହୃଦୟର କଥା ଶୁଣ, ମନର କଥା ଶୁଣ, ଆତ୍ମାର କଥା ଶୁଣ, ଆଉ ଆରମ୍ଭ କର ଏକ ନୂଆ ଜୀବନର ରାସ୍ତା। ତୁମ ସ୍ୱପ୍ନ ତୁମକୁ ଅପେକ୍ଷା କରିଛି, ତୁମର ଲକ୍ଷ୍ୟ ତୁମକୁ ଅପେକ୍ଷା କରିଛି, ତୁମର ଦର୍ଶନ ତୁମକୁ ଚାହିଁ ବସିଛି। ବାସ୍ ଗୋଟିଏ ପାଦ ଆଗକୁ ବଢ଼ାଅ। ଆଜିର ଦୁଃଖ କାଲିର ଆନନ୍ଦ, ଆଜିର ସମସ୍ୟା କାଲି ପାଇଁ ପୂର୍ଣ୍ଣିମା।